ସ୍ତ୍ରୀ ଚୁପ୍ ହେଲେ ସମ୍ପର୍କ କ'ଣ କହେ? ଝଗଡ଼ା ଶେଷ ହୁଏ ଚୁପ୍ ହେବା ସବୁଠୁ ଅଧିକ ଭୟଙ୍କର। କଥା ବନ୍ଦ ହେଲେ ଭାବନା ଧୀରେ ଧୀରେ ମରିବା ଆରମ୍ଭ କରେ। ସ୍ତ୍ରୀ ଚୁପ୍ ହେଲେ ଘର ଭଲ ଲାଗେନି। ଆଖି ସବୁ କଥା କହେ କିନ୍ତୁ ମୁହଁରୁ କିଛି ବାହାରେନି। ସେ ଘର ଛାଡ଼ି କେଉଁଠିକି ଯାଏନି କିନ୍ତୁ ମନେ ମନେ ଭାଙ୍ଗିଯାଏ। ସମ୍ମାନ ନ ମିଳିଲେ ପ୍ରେମ ଧୀରେ ଧୀରେ କମିଯାଏ। ସମୟରେ କଥା ନ କହିଲେ ସମ୍ପର୍କ ଧୀରେ ଧୀରେ ଭାଙ୍ଗିଯାଏ। ସ୍ତ୍ରୀ ଚୁପ୍ ହେବା ମାନେ ସେ ବହୁତ କଷ୍ଟ ପାଉଛି। ଚୁପ୍ ମାନେ ଘୃଣା ନୁହେଁ, ମନରେ ବହୁତ କଷ୍ଟ। ସେ କହିବା ବନ୍ଦ କରେ ଯେବେ ଆଶା ଧୀରେ ଧୀରେ ଭାଙ୍ଗିଯାଏ। ସ୍ତ୍ରୀ ଚୁପ୍ ହେଲେ ସମ୍ପର୍କ ମନେ ମନେ କାନ୍ଦେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିତ୍ୱରେ ବିଶ୍ୱସନୀୟତା ଏବଂ ନିଷ୍ଠା ଅଧିକ ପରିମାଣରେ ଦେଖିବାକୁ ମିଳେ। ତେବେ କେଉଁ ରାଶିର ଝିଅମାନେ ଧୋକା ଦିଅନ୍ତି ନାହିଁ, ଆସନ୍ତୁ ଜାଣିବା। କର୍କଟ ରାଶି। ଏହି ରାଶିର ଝିଅମାନେ ଅତ୍ୟଧିକ ଭାବପ୍ରବଣ ଏବଂ ପରିବାର ପ୍ରିୟ। ସେମାନେ ନିଜ ସାଥୀଙ୍କୁ ହୃଦୟର ସହ ଭଲ ପାଆନ୍ତି ଏବଂ ସମ୍ପର୍କକୁ ସୁରକ୍ଷିତ ରଖିବା ପାଇଁ ସବୁକିଛି କରିପାରନ୍ତି। ବୃଷ ରାଶି। ଏହି ରାଶିର ଝିଅମାନେ ନିଜ ସ୍ୱଭାବରେ ସ୍ଥିରତା ପସନ୍ଦ କରନ୍ତି। ସେମାନେ ଥରେ କାହା ହାତ ଧରିଲେ ସାରା ଜୀବନ ସାଥ ଦେବାକୁ ଚେଷ୍ଟା କରନ୍ତି। ସେମାନଙ୍କ ଧୈର୍ଯ୍ୟ ଏବଂ ନିଷ୍ଠା ଅତୁଳନୀୟ। କନ୍ୟା ରାଶି। ଏମାନେ ସମ୍ପର୍କକୁ ନେଇ ଖୁବ୍ ଗମ୍ଭୀର ଏବଂ ବିବେକୀ। କନ୍ୟା ରାଶିର ଝିଅମାନେ କୌଣସି ବିଚାର ନ କରି ନିଷ୍ପତ୍ତି ନିଅନ୍ତି ନାହିଁ, କିନ୍ତୁ ଥରେ ସମ୍ପର୍କରେ ଆସିଲେ ସେମାନେ ଖୁବ୍ ସଚ୍ଚୋଟ ରୁହନ୍ତି। ବିଛା ରାଶି। ଯଦିଓ ଏମାନଙ୍କୁ ବୁଝିବା ଟିକେ କଷ୍ଟକର, କିନ୍ତୁ ବିଶ୍ୱସନୀୟତା ମାମଲାରେ ଏମାନେ ସବୁଠୁ ଆଗରେ। ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ରୁହନ୍ତି। ଏବଂ ଶେଷରେ ହେଉଛି ମକର ରାଶି। ଏହି ରାଶିର ଝିଅମାନେ ପରମ୍ପରା ଏବଂ ମୂଲ୍ୟବୋଧକୁ ଗୁରୁତ୍ୱ ଦିଅନ୍ତି। ସେମାନେ ନିଜ ସମ୍ପର୍କ ପ୍ରତି ଖୁବ୍ ଦାୟିତ୍ୱବାନ ଏବଂ କେବେ ବି ସହଜରେ ବିଶ୍ୱାସଘାତକତା କରନ୍ତି ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ସାଙ୍ଗମାନେ, ଦୁନିଆକୁ ଆସିବାର ଖବର 9 ମାସ ଆଗରୁ ଜଣାପଡ଼ିଥାଏ, କିନ୍ତୁ ଦୁନିଆରୁ ଯିବାର ଖବର 9 ସେକେଣ୍ଡ ଆଗରୁ ବି ଜଣାପଡ଼ିନଥାଏ। ତେଣୁ ରାଗ, ଅହଙ୍କାର, ଗର୍ବ ଆଉ ଈର୍ଷା ଛାଡ଼ି ହସ ଖୁସିରେ ବଞ୍ଚିବା ଶିଖନ୍ତୁ ଏବଂ ସବୁବେଳେ ଚେଷ୍ଟା କରନ୍ତୁ ଅନ୍ୟର ଆଖିରେ ଲୁହ ନ ଦେବା ପାଇଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।